Praise the Lord. Hallelujah. Praise the Lord. Amen. Hallelujah. ପ୍ରଭୁଙ୍କର ଗୌରବ ହଉ ସମସ୍ତଙ୍କୁ ନବବର୍ଷର ଶୁଭକାମନା ହ୍ୟାପି ନ୍ୟୁ ଇୟର। ଆଉ ପ୍ରଭୁ ଆମକୁ ସର୍ବକୁଶଳ ଭାବରେ 2024 ବର୍ଷ ସଂଖ୍ୟା ମାନଙ୍କର ସହବର୍ତ୍ତୀ ହେଲେ ବର୍ତ୍ତମାନ 2025 ରେ ଆମେ ପ୍ରବେଶ କରିଅଛୁ। ଆସୁ ମୋ ପ୍ରିୟ ମାନେ ଆଉ ନବବର୍ଷର ବାକ୍ୟ ମାନେ ଶୁଣିଯିବା। ଆପଣ ମାନେ ଶୁଣିଥିବେ ନ୍ୟୁ ଇୟର ରେ ସେକେଣ୍ଡ ରେ ଥର୍ଡ ରେ ଆଜି ମୁଁ ଫୋର୍ଥ ରେ ଆପଣ ମାନଙ୍କୁ କହୁଅଛି। ଆଉ ପ୍ରଭୁ ମତେ ଯେମିତି ଚାଲନା ଦେଲେ ପ୍ରିପେୟାର ହବା ପାଇଁ ମୁଁ ସେମିତି ପ୍ରିପେୟାର ହେଇଛି। ଆଉ ଆଜି ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଅଛନ୍ତି। ଆମେ ଅଧଘଣ୍ଟା ଆଉ ଆରାମସେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣିଯିବା। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ତେବେ ଆସନ୍ତୁ ମୋ ପ୍ରିୟ ମାନେ ଏଇ ନୂତନ ବର୍ଷରେ ଆମେ ଅନେକ ପ୍ରକାର ରେଜୁଲେସନ ନେଲୁ। ମୁଁ ଏମିତି କରିବି, ମୁଁ ସେମିତି କରିବି, ବହୁତ ପ୍ରକାର ରେଜୁଲେସନ ଆମେ ନେଲୁ, ପ୍ରତିଜ୍ଞା କଲୁ ଯେ ମୁଁ ଯାହା 2024 ରେ ଖରାପ କରିଛି ତା 25 ରେ ଆଉ ଦୋହରାଇବି ନାହିଁ। ଆଉ ଯାହା 2024 ରେ ମୋର ପ୍ରୋଗ୍ରେସ ହେଇନାହିଁ ନିଶ୍ଚିତ ଭାବରେ 2025 ରେ ପ୍ରୋଗ୍ରେସ ହବ। ଆଉ ମୁଁ ଏଇ ବିଷୟ ମୁଁ କରିବି, ଏଇ ସବୁ ଆକ୍ସନ କାର୍ଯ୍ୟ ମୁଁ କରିବି ବୋଲି ଆମେ ସମସ୍ତେ କଣ କରିଛୁ ରେଜୁଲେସନ ନେଇଅଛୁ। କିନ୍ତୁ ମୋ ପ୍ରିୟ ମାନେ 2024 ରେ ଅନେକ ପ୍ରକାର ବ୍ୟାଡ ଏକ୍ସପିରିଏନ୍ସ ଦେଇକିରି ମଧ୍ୟ ଆମେ ଯାଇଛୁ, ଗୁଡ ଏକ୍ସପିରିଏନ୍ସ ଦେଇକିରି ମଧ୍ୟ ଆମେ ଯାଇଛୁ। ଉତ୍ତମ ବିଷୟ ଖରାପ ବିଷୟ ଆମମାନଙ୍କ ଜୀବନରେ ହେଇଛି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। କିନ୍ତୁ ମୋ ପ୍ରିୟ ମାନେ କିଛିଟା ବ୍ୟାଡ ହ୍ୟାବିଟ ଆଉ କିଛିଟା ଗୁଡ ହ୍ୟାବିଟ ଯୋଉଟା କି ଆମମାନଙ୍କର 2024 ରେ ଥିଲା, କିଛି ବିଷୟକୁ ଆମେ ଡିଲିଟ କରିବାକୁ ପଡିବ ଆଉ କିଛି ବିଷୟକୁ ଆମେ ଡାଉନଲୋଡ କରିବାକୁ ପଡିବ। ମୁଁ ଆଉ ଥରେ କହୁଛି, ମୋବାଇଲରେ ଅପସନ ଅଛି, ଡିଲିଟ ଅପସନ ଅଛି, ଡାଉନଲୋଡ ଅପସନ ମଧ୍ୟ ଅଛି। ପ୍ରେଜ୍ ଦ ଲର୍ଡ। ଯେମିତି କି ଆମେ ବହୁତ ପୁରୁଣା ଭିଡିଓକୁ, ବହୁତ ପୁରୁଣା ଫଟୋକୁ ଆମେ ବେଶୀ ଯଦି ଅଛି ତାହେଲେ ଡିଲିଟ କରିଦଉଛୁ, ଯୋଉଟା ଆବଶ୍ୟକତା ନାହିଁ ଡିଲିଟ କରିଦଉଛୁ, ଯୋଉ ଫଟୋ ଆବଶ୍ୟକତା ନାହିଁ ଆମେ ଡିଲିଟ କରିଦଉଛୁ, ଯୋଉ ଭିଡିଓ ଆମକୁ ଆବଶ୍ୟକତା ନାହିଁ ଆମେ ଡିଲିଟ କରିଦଉଛୁ। କିନ୍ତୁ ଯୋଉ ବିଷୟ ଆମମାନଙ୍କୁ ଆବଶ୍ୟକ ଅଛି, ଯୋଉ ବିଷୟ ଆମମାନଙ୍କୁ ଦରକାର ଅଛି, ସେ ବିଷୟକୁ ଆମେ ଡାଉନଲୋଡ କରୁଛୁ। ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ମାନେ ଏ 2025 ରେ ମୁଁ କହିବା ପାଇଁ ଚାହେଁ ଯେ ଆମମାନଙ୍କ ଜୀବନରେ ଯୋଉ ସବୁ ବିଷୟ ଆମମାନଙ୍କୁ ଟର୍ଚର କରିଛି, ଡିପ୍ରେସନ ବେଳକୁ ନେଇଯାଇଛି, ଆମକୁ ଚିନ୍ତିତ ବ୍ୟତିବ୍ୟସ୍ତ କରିଦେଇଛି, ସେଇ ସବୁ ବିଷୟକୁ ଡିଲିଟ କରିବା ଏବଂ ଉତ୍ତମ ବିଷୟ, ସଦାପ୍ରଭୁଙ୍କ ବିଷୟ ଆଉ ସେଇ ଆଶୀର୍ବାଦର ବିଷୟକୁ ଆମମାନଙ୍କ ଜୀବନରେ ଆମେ ଡାଉନଲୋଡ କରିବା। ହାଲେଲୁୟା। ମୋ ପ୍ରିୟମାନେ ମୁଁ କହିବା ପାଇଁ ଚାହୁଁଛି କି ପ୍ରଥମେ ଆମମାନଙ୍କର ବର୍ଷ ଆମେ କେମିତି ଆରମ୍ଭ କରିବା, ପ୍ରଥମେ ଈଶ୍ୱରଙ୍କର ସହିତ ହିଁ ଆରମ୍ଭ କରିବା। In the beginning there was God. Praise the Lord. Hallelujah. In the beginning. Hallelujah. ମୋ ପ୍ରିୟମାନେ ମୁଁ କହିବା ପାଇଁ ଚାହୁଁଛି ଆଉ ଆଦ୍ୟରେ ପରମେଶ୍ୱର। In the beginning God. ମୋ ଜୀବନରେ 2025 ଫାର୍ଷ୍ଟ ଗଡ, ଫାର୍ଷ୍ଟ ଯୀଶୁ। ପ୍ରେଜ୍ ଦ ଲର୍ଡ। ମୁଁ ଯୀଶୁଙ୍କୁ ନେଇ ସବୁ କାର୍ଯ୍ୟ କରିବି, ମୁଁ ଯୀଶୁଙ୍କୁ ନେଇ ମୋ ସଫଳତା ଆଡକୁ ଯିବି, ମୁଁ ଯୀଶୁଙ୍କୁ ପ୍ରଥମ ପ୍ରାୟୋରିଟି ଦେବି। ହାଲେଲୁୟା। ବାଇବଲରେ ଲେଖା ହେଇଛି ମାଥ୍ୟୁ 6:33 ରେ ଯେ ପ୍ରଥମେ ତାଙ୍କ ରାଜ୍ୟ ଏବଂ ଧାର୍ମିକତାକୁ ଅନ୍ୱେଷଣ କର ଆଉ ଏ ସମସ୍ତ ବିଷୟ ମଧ୍ୟ ତମମାନଙ୍କୁ ଦିଆଯିବ। ହାଲେଲୁୟା। ପ୍ରଥମେ ଗଡ, ପ୍ରଥମେ ମୋର ଆଉ କିଛି ପ୍ରାୟୋରିଟି ନଥିବାର ଅଛି, କୌଣସି ପ୍ରକାର ବିଷୟ ମୋ ସମ୍ମୁଖରେ ଆଇବାର ନାହିଁ, ପ୍ରଥମେ ପରମେଶ୍ୱର। In the beginning God. Praise the Lord. 2025 ମୁଁ ପରମେଶ୍ୱରଙ୍କ ସହିତ ଆରମ୍ଭ କରିବି, ମୋ ଯୀଶୁ ଖ୍ରୀଷ୍ଟଙ୍କର ସହିତ ମୁଁ ଆରମ୍ଭ କରିବି। Praise the Lord. ମୋର ଜବ୍ ନାହିଁ, ମୋର ଟ୍ୟାଲେଣ୍ଟ ନାହିଁ, ମୋର କୌଶଳ ନାହିଁ, ମୋର କୌଣସି ବିୟୁଟି ନାହିଁ, ମୋର କୌଣସି ପ୍ରକାର ଦକ୍ଷତା ନାହିଁ ବା ଏଜୁକେସନ ନାହିଁ। ଫାର୍ଷ୍ଟ God. Hallelujah. ମର୍ଣ୍ଣିଂ ଡିଭୋସନରେ ଜଏନ୍ କରିଥିବା ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ 2025 ପ୍ରଥମେ ଆମେ ପରମେଶ୍ୱରଙ୍କୁ ସ୍ଥାନ ଦେବା। ମୋ ପ୍ରିୟମାନେ ହାଲେଲୁୟା। ମୋ ପ୍ରିୟମାନେ ମୁଁ କହିବା ପାଇଁ ଚାହୁଁଛି start your year to 2025 with God. Hallelujah. God will take care of you. ପରମେଶ୍ୱର ଆମ ମାନଙ୍କର ଯତ୍ନ ନେବେ। ଯଦି ଆମେ ପ୍ରଥମ ସ୍ଥାନ ପରମେଶ୍ୱରଙ୍କୁ ଦଉଛୁ, ଯଦି ଆମେ ପ୍ରଥମ ବିଷୟ ପରମେଶ୍ୱରଙ୍କୁ ଦଉଛୁ, ତାହେଲେ ମୋ ପ୍ରିୟମାନେ ପରମେଶ୍ୱର ମାନଙ୍କର ଯତ୍ନ ନେବେ। Throughout the year ସେ ଆମମାନଙ୍କ ପାଇଁ ଚିନ୍ତା କରିବେ, ଯତ୍ନ ନେବେ। ଯଦି ଆମେ
ଯତ୍ନ ପୂର୍ବକ ତାଙ୍କ ରାଜ୍ୟ ପାଇଁ କାମ କରିବା ସେ ଯତ୍ନ ପୂର୍ବକ ଆମର जो दिया जाइतबा दर्शन प्रति से भी काम करिवे हालेलुया प्रेज द लॉर्ड सेतपा मो प्रिय माने आसो माने प्रस्तुत हे जिबा वास्तव रे मु कहबा पई चाहे जे मॉर्निंग डिवोशन रे जत्ते जोर भी जड़ित होछंती मो आशा करछि भरोसा करछि जे हमन को पाए प्रथम विषय परमेश्वर अटंती प्रेज द लॉर्ड हालेलुया तबे आज रो वाक्य थिबो मो प्रिय माने आ मो टॉपिक कहबा पई चाहूछि God's direction in this New Year 2025. Hallelujah. परमेश्वर का दिग्दर्शन ए नव वर्ष पाए 2025 पाए आम समस्त निमंते Praise the Lord. Hallelujah. God is a director of a life. आमन को जीवन रो परमेश्वर होसंती मार्गदर्शक बा दिग्दर्शक Praise the Lord. Hallelujah. सेतपा मो प्रिय माने तांकर डायरेक्शन कोन अटे किछिटा पॉइंट मो आपन मन को देगिरा आज मु बुझेय पे चेष्टा करिबी परमेश्वर उपस्थित रे वाक्य रो आलोक रे हमने समस्त सुनि जिबा जे कोन से मार्गदर्शक हमन को देखैबा पे चाहौसंती ए 2025 मो को विषय प्रति बढ़ीबी को विषय मो जीवन रे आ लागू करिबी मो प्रिय माने अनेक नेगेटिव विषय हमन को जीवन अछि जोडे कि हमन को भूली जीवा को पड़िबो अनेक विषय पास्ट रे एमिति हे जाईची 2024 एते बैड एक्सपीरियंस हेची कि जोडा हमन को एबे भी गिल्टी फील करोची मु काहे की कहि देली मु काहे की रागी गली मु एमिति करिवार नथिला मु सेमिति करिवार नथिला मो ब्र माने अनेक विषय हमन को जीवन रे रहैची किंतु जिसाई तार 23 रो 18 19 रे लिखा जाए कि जब पढ़िया पे साहाय्य करिवे जिसाई 23 आइजाया 43 verse 18 and 19 समस्त प्रेज द लॉर्ड तुम्भे माने आद्य विषय सब स्मरण कर नाही कियो बा पुरातन विषय सब विवेचना कर नाही देखो आम्भे एक नूतन कार्य करिबा ताहा बे अंकुरित हेबो तुम्भे माने कि ताहा जानिबो नाही आहुरी आम्भे प्रांतर मध्यरे पथ ओ मरुभूमि रे नद नदी करिबा आमेन प्रेज द लॉर्ड हालेलुया तुमे माने आद्य विषय सब स्मरण कर नाही do not remember the old things the past thing praise the lord hallelujah आ लेखाइछि कि बा पुरातन विषय सब विवेचना कर नाही मो प्रिय माने हमनकर पास्ट को जदि प्रेजेंट को आनिबा ताले हमनकर प्रेजेंट खराब हे जिवो तो सहित सहित हमनकर फ्यूचर भी खराब हे जिवो Praise the Lord. पास्ट को पास्ट रहबा को दबा जो सब बैड एक्सपीरियंस हां अनेक पास्ट विषय एमिति भी अछि जोडा कि हमने स्मरण करबा काइना राजा दाऊद ए प्रकार कहंती हे मोर मन सदा प्रभुଙ୍କର धन्यवाद करो आ तांकर मंगल दान सब आश्चर्य नाही Praise the Lord. जदि कोनोसी मंगल दान प्रभु हमन को जीवन करि अछंती हां वास्तव रे हमने ताको मने पकेबा सेपा मो प्रिय माने बाइबल लेखाइ छै देखो हम एक नूतन कार्य करबा नूतन कार्य करिबा ताहे अंकुरित हेबो तुमे माने कि ताहा जानिबो नाही हम प्रिय माने वास्तव रे मु कहबा पे चाहूची जे सदा प्रभु प्रत्येक थर नूतन कार्य करंती फ्रेश कार्य हमनकर जीवन रे आरंभ हे जाईची फ्रेश विषय हमनकर जीवन रे हेची हम माने चिर नूतन अटो प्रत्येक प्रभात रे तांकर कृपा चिर नूतन अटे we are the fresh people we are the new people आ पुरातन विषय सब लोप पाइछे बतवा समस्त विषय नूतन हे अछि हालेलुया मो प्रिय माने मो एक ब्रांड मास्टरपीस परमेश्वर रो हस्त रे अटे हालेलुया I am the branded I am the new quality हालेलुया मो नूतन द्राक्षारस अटे हालेलुया मो प्रिय माने आज प्रभु हमन को नूतन करि अछंती मो कहबा पई चाहूची ए वाक्य को हमन को निज मध्य को नेबा you and I are the branded piece the masterpiece in the hand of the almighty God हालेलुया सर्वशक्तिमान को हस्त रे हालेलुया आज मो आपन को सुचाइबा पई चाहे आपन माने जागृत हो जानतो आपन माने सतेज हो जानतो का परमेश्वर एक नूतन कार्य
ଆପଣମାନଙ୍କ ମଧ୍ୟରେ ଆରମ୍ଭ କରିସାରି ଅଛନ୍ତି। ହାଲେଲୁୟା। ମୋ ପ୍ରିୟମାନେ ଆଜି ଆମେ ନିରାଶ ହେବା ନାହିଁ, ହତାଶ ହେବା ନାହିଁ। ମୋ ପ୍ରିୟମାନେ ଆଜି ଯୀଶୁଙ୍କ ନାମରେ ମୁଁ କହିବା ପାଇଁ ଚାହୁଁଛି ପରମେଶ୍ୱର ଆମମାନଙ୍କୁ ନୂତନ କରିଅଛନ୍ତି। ଏକ ନୂତନ ସ୍ୱଭାବ ଆମମାନଙ୍କ ଜୀବନରେ ଆରମ୍ଭ ହେଇଯାଇଛି। ଏକ ନୂତନ ମିରାକଲ ଆମମାନଙ୍କ ଜୀବନରେ ଆରମ୍ଭ ହେଇଯାଇଛି। ସେଥିପାଇଁ ମୋ ପ୍ରିୟମାନେ ଏ ବର୍ଷର ପ୍ରଥମ ଆମେ କଣ କରିବା, ପ୍ରଥମେ ଆରମ୍ଭ କେମିତି କରିବା, ପରମେଶ୍ୱରଙ୍କ ଡାଇରେକ୍ସନ କଣ ଅଟେ, କୋଉ ପ୍ରକାର ଡାଇରେକ୍ସନ ରେ ଆମେ ଯାଉଛୁ। ଯେତେବେଳକୁ ପାଇଲଟ ଯେତେବେଳକୁ ଏରୋପ୍ଲେନ ଉଡେଇଥାଏ ତାର ସାମ୍ନାରେ ଗୋଟେ ଡାଇରେକ୍ସନ ମ୍ୟାପ ଥାଏ। ପ୍ରେଜ୍ ଦ ଲର୍ଡ। ଆଉ ସେଇ ମ୍ୟାପ ଅନୁସାରେ ସେ ଯାଇଥାଏ। ପ୍ରେଜ୍ ଦ ଲର୍ଡ। ଇଫ ୟୁ ୱାଣ୍ଟ ଟୁ ଗୋ ଟୁ ନ୍ୟୁୟର୍କ ସିଟି, ସେ ନ୍ୟୁୟର୍କ ସିଟି ପାଇଁ ମ୍ୟାପ ଟା ପ୍ଲାନ୍ କରିଥାଏ ଆଉ ମ୍ୟାପ ତାକୁ ଡାଇରେକ୍ସନ ଦେଇଥାଏ। ଆଜିକାଲି ଆମେ ଦେଖୁଛୁ ଯେ କଣ ଜିପିଆରଏସ୍ ଆମେ ୟୁଜ କରୁଛୁ ସିଟି ମାନଙ୍କରେ। ତମ ଘର କୋଉଠି, ସେଇ ଜାଗା କୋଉଠି, ସେଇ ମଣ୍ଡପ କୋଉଠି ଅଛି, ସେଇ ଫିଲ୍ଡ କୋଉଠି ଅଛି ଆମେ ଜାଣିପାରୁନୁ। ଏଇ ଗଳିରୁ ଆମେ ବାହାରି ପାରୁନୁ। That's why ଅନେକ ସାଇଣ୍ଟିଷ୍ଟ ମାନେ ବାହାର କଲେ ଜିପିଆରଏସ୍। and according to the GPRS ଆପଣ ଜିପିଆରଏସ୍ କୁ କଣ କରୁଛନ୍ତି, ଟ୍ରାକ୍ କରୁଛନ୍ତି। ଆଉ ଜିପିଆରଏସ୍ ତୁମକୁ ରାସ୍ତା ଦଉଛି। କଣ ବୋଲି କହୁଛି, after 100 meter right side, after 200 meter left side, after 300 meter slight right side। ଅନେକ ପ୍ରକାର ମାର୍ଗଦର୍ଶନ ଆମେ ପାଉଛୁ, ଆମେ ଡାଇରେକ୍ସନ ପାଉଛୁ ଜିପିଆରଏସ୍ ଦ୍ୱାରା। ଆଜି ମୁଁ କହିବା ପାଇଁ ଚାହୁଁଛି ପରମେଶ୍ୱର ପବିତ୍ର ଆତ୍ମା ଆମଙ୍କର ଜୀବନର ଜିପିଆରଏସ୍ ଅଟନ୍ତି। ହାଲେଲୁୟା। ମୋ ପ୍ରିୟମାନେ ମୁଁ ଚାହୁଁଅଛି ଯେ ଆମେ ପରମେଶ୍ୱରଙ୍କୁ ଆମମାନଙ୍କର ଜିପିଆରଏସ୍ ଭାବରେ ରଖିବା। ସେ ଆମମାନଙ୍କର ମାର୍ଗଦର୍ଶନ କରନ୍ତୁ ମୁଁ କୋଉ ପଥକୁ ଯିବି। ଆଉ ବାକ୍ୟରେ ଲେଖା ହେଇଛି ଏଇ ସେଇ ପଥ, ଏଇ ପଥରେ ଚାଲ। ଆଉ ସେ କହୁଛନ୍ତି ମୁଁ ପଥ, ସତ୍ୟ ଏବଂ ଜୀବନ, ମୋ ଦେଇ ନ ଗଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଆଜି ଅନେକ ପଥରେ ଆମେ ଚାଲିଲୁ, ନିଜର ସୁବିବେଚନାରେ ଆମେ ଆଉଜି ପଡିଲୁ, ନିଜର ମାର୍ଗରେ ଆମେ ଚାଲିବାକୁ ଲାଗିଲୁ। ଆଉ ହିତୋପଦେଶରେ ଲେଖା ହେଇଛି ଯେ ଅନେକ ପଥ ସରଳ ଦିଶେ ମାତ୍ର ତାର ଶେଷରେ କଣ ଥାଏ, ମୃତ୍ୟୁ ଥାଏ। ମୋ ପ୍ରିୟମାନେ ଆସୁ ଆଜି ଯୀଶୁଙ୍କ ନାମରେ ପବିତ୍ର ଆତ୍ମାକୁ ନିଜ ଜୀବନର ଜିପିଆରଏସ୍ କରିଦେବା। ପ୍ରଭୁ ତୁମେ ମୋର ଡାଇରେକ୍ଟର ହୁଅ, ମତେ ତୁମେ ଡାଇରେକ୍ଟ କର। ହାଲେଲୁୟା। ମୋ ପ୍ରିୟମାନେ ମୁଁ କହିବା ପାଇଁ ଚାହୁଁଛି ଆଜି ଅନେକ ଖ୍ରୀଷ୍ଟିଆନ ମାନେ ନିଜେ ନିଜର ରାଜା ହେଇଅଛନ୍ତି, ନିଜେ ନିଜର ଗାଇଡ ହେଇଅଛନ୍ତି, ନିଜେ ନିଜର ପଥ ଦେଇକି ଚାଲୁଅଛନ୍ତି। ସେମାନେ ମଙ୍ଗୁ ନାହାନ୍ତି। ସେମାନେ କହୁଛନ୍ତି ମୋ ପରି ଆଉ କିଏ, ମୋ ପରି ଟ୍ୟାଲେଣ୍ଟେଡ ଆଉ କିଏ, ମୁଁ ପରା ସେ, ମୁଁ ପରା ଅମୁକ, ମୁଁ ପରା ସମକ, ମୁଁ ଫାଲନା, ମୁଁ ଢିମକ, ସବୁ ପ୍ରକାର ବିଷୟ କହନ୍ତି। ଆଉ ସେମାନେ ନିଜ ପଥରେ ଚାଲନ୍ତି ଆଉ ସର୍ବ ପ୍ରକାର ଦୁର୍ଦଶାରେ ପଡିଯାଆନ୍ତି। ହାଲେଲୁୟା। Seek the will of God। ପରମେଶ୍ୱରଙ୍କର ଇଚ୍ଛାକୁ ଆମେ ଲଢିବା। ପରମେଶ୍ୱରଙ୍କର ଡାଇରେକ୍ସନ ରେ ଆମେ ବଢିବା। ପ୍ରଥମ ଡାଇରେକ୍ସନ କଣ ଦଉଛନ୍ତି ପରମେଶ୍ୱର, ଆସ ମାନେ ଶୁଣିଯିବା। ପ୍ରଥମ ଡାଇରେକ୍ସନ ହଉଛି କଣ, ଉପବାସ ଆଉ ପ୍ରାର୍ଥନା ସହିତ ଆମେ ଏଇ ବର୍ଷ ଆରମ୍ଭ କରିବା। ଉପବାସ ଏବଂ ପ୍ରାର୍ଥନାରେ ଶକ୍ତି ଅଛି। There is a power in the fasting and prayer। ଆଜି ଆମେ ମନୋନୟନ କରିବା ଯେ ମୋର ବର୍ଷ ସଂଖ୍ୟା ମୁଁ ପ୍ରଭୁ ମତେ ସାହାଯ୍ୟ କର ନିର୍ଣ୍ଣୟ ନେବା ପାଇଁ ଯେ ମୁଁ ଉପବାସ ଆଉ ପ୍ରାର୍ଥନା କରିବି। Praise the Lord। ମେନ୍ ଥିଙ୍ଗ କଣ ପାଇଁ, ଆଉ ଏଇଠି ଲେଖା ହେଇଛି ମାଥ୍ୟୁ 17:20 ଆଉ 21 ଲେଖା ହେଇଛି। କେତେ ଜଣ ପଢିବାରେ ସାହାଯ୍ୟ କରିବେ। ମାଥ୍ୟୁ 17:20 ଆଉ 21। ଶୀଘ୍ର ଶୀଘ୍ର ଟିକେ ପଢିବା। ତୁମ୍ଭମାନଙ୍କର ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହେଲେ ଏହି ପର୍ବତକୁ ଏଠାରୁ ସେଠାକୁ ଘୁଞ୍ଚି ଯା ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ। କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଭୂତ ବାହାରି ଯାଏ ନାହିଁ। There are many demons। ଏମିତିଆ ଭୂତ ଯାକ, ଏମିତିଆ ଡେମନ ସ୍ପିରିଟ, ମନ୍ଦ ଆତ୍ମା ମନୁଷ୍ୟ ମାନଙ୍କ ଜୀବନରେ କାର୍ଯ୍ୟ କରେ। ଆଉ ସେ ମନ୍ଦ ଆତ୍ମା ଦ୍ୱାରା ସେମାନେ ଚାଳିତ ହୁଅନ୍ତି। ମନ୍ଦ ଆତ୍ମା ଦ୍ୱାରା ସେମାନଙ୍କର ଖରାପ ଅଭ୍ୟାସ
ଆରମ୍ଭ ହେଇଯାଏ। ମୋ ପ୍ରିୟ ମାନେ ବ୍ୟାଡ୍ ହ୍ୟାବିଟ୍ ବୋଲି କହିଲେ ମୁଁ କହୁନାହିଁ ଯେ ସିଗାରେଟ ପିଇବାର, ଖଇନି ଖାଇବାର, ମଦ ପିଇବାର ଏଇ ଯାକ ବିଷୟ ମୁଁ କହୁନାହିଁ, କିନ୍ତୁ ଆତ୍ମିକ ଜୀବନରେ ମଧ୍ୟ ଆମମାନଙ୍କର ଜୀବନରେ ମଧ୍ୟ ଅନେକ ପ୍ରକାର ବ୍ୟାଡ୍ ହ୍ୟାବିଟ୍ ଅଛି। ଥରକୁ ଥର ରାଗିଯିବା, ବାର ରାଗିଯିବା, ବାଇବଲ ଧରୁଛୁ ସତ, ପ୍ରାର୍ଥନା ଧରୁଛୁ, ଆଉ ବାର ଈର୍ଷା କରିବା, ହଁ ମାନ ବାର ମାନେ କପଟତା ରଖିବା, ବାର ଯୋଉଟା ଦୁଶୁନି ବାହାରକୁ, ଭିତରେ ଯୋଉଟା ଅଛି, ଯୋଉଟା କି ବାହାରେ ଦୁଶୁନି। ହୁ ଆର୍ ୟୁ? ଆପଣ କିଏ ଅଟନ୍ତି? ମୁଁ କିଏ ଅଟେ? ମୋର ଅନ୍ତରରେ କଣ ଅଛି? ଆଇ ଏମ୍ ଡବଲ ମାଇଣ୍ଡେଡ ପର୍ସନ। ବାହାରେ ଗୋଟେ, ଭିତରେ ଗୋଟେ। am I right? ବାହାରେ ଗୋଟେ, ଭିତରେ ଗୋଟେ। ସେଇ ସବୁ ଅଭ୍ୟାସକୁ ଆମମାନେ କାଢିବାକୁ ପଡିବ। ସେ କହୁଛନ୍ତି ତୁମମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯଦି ଗୋଟିଏ ସୋରିଷ ଦାନା ବିଶ୍ୱାସ ଥାଏ, ଗୁଞ୍ଚି ଯା ବୋଲି କହିଲେ ତାହା ଗୁଞ୍ଚି ଯିବ, ଆଉ କିଛି ହିଁ ତୁମ ମାନଙ୍କର ଅସାଧ୍ୟ ହେବ ନାହିଁ। କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଭୂତ ବାହାରି ଯାଏ ନାହିଁ। ମୋ ପ୍ରିୟମାନେ, ପ୍ରାର୍ଥନା ଓ ଉପବାସ ମୁଁ ଯେତେବେଳେ କହୁଛି, ଅନେକ ଲୋକ ଆଉ ଲାଗି ପଡନ୍ତି, ପ୍ରଭୁ ଏ ବିଷୟ ହେବା ପାଇଁ ଆମେ ଉପବାସ କରୁଛୁ, କିନ୍ତୁ ପ୍ରଭୁଙ୍କର ଇଚ୍ଛା ନଥାଏ। ଟିକେ ଧ୍ୟାନ ଦେଇକି ଶୁଣନ୍ତୁ, ଇଟ୍ସ ନଟ୍ ଲାଇକ୍ ଭୁକ ହରତାଲ। ବୁଝିପାରୁଛନ୍ତି ଆପଣ? ଭୁକ ହରତାଲ ମୁଁ କରିକିରି ମୁଁ ପ୍ରାପ୍ତ କରିଦେବି, ପ୍ରଭୁ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦକୁ ସ୍ୱିଚ କରିଦେବି, କିଛି ଗୋଟେ ପାଇଯିବି। नो, why fasting? କଣ ପାଇଁ ଉପବାସ? ପ୍ରେଜ୍ ଦ ଲର୍ଡ। ଆସ ଦେଖିବା ମୋ ପ୍ରିୟ ମାନେ, ଆପଣ ଖୋଲନ୍ତୁ ମୋ ସହିତ ଏଜ୍ରା ଚାପ୍ଟର 8 verse 21, ଆଉ ଏଜ୍ରା 8:21 ମାନେ ପାଠ କରିବା। ଏ ଜଣେ ପାଉଛନ୍ତି ଏଜ୍ରା, ଗୀତ ସଂହିତା ପୂର୍ବରୁ ଅଛି, ଆପଣ ଜାଣିପାରିବେ। ଏଜ୍ରା ନେହେମିୟା ପୂର୍ବରୁ, ଏଜ୍ରା 8, ଠିକ ଅଛି, ଏଜ୍ରା 8:21 ପଢନ୍ତୁ। ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣମାନଙ୍କୁ ନମ୍ର କରିବା ପାଇଁ ଆମେ ଅହବା ନଦୀ ନିକଟରେ ଉପବାସ ଘୋଷଣା କଲୁ। Praise the Lord, hallelujah. ଏ ଉତ୍ତରେ ଆମ ମାନଙ୍କର ନିମନ୍ତେ ଓ ଆମ ମାନଙ୍କର ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ ମାନଙ୍କର ପରମେଶ୍ୱରଙ୍କ ସାକ୍ଷାତରେ ଆପଣ ମାନଙ୍କୁ ନମ୍ର କରିବା ପାଇଁ ଆମେ ଆହବ ନଦୀ ନିକଟରେ ଅହବା ନଦୀ ନିକଟରେ ଉପବାସ ଘୋଷଣା କଲୁ। ପ୍ରେଜ୍ ଦ ଲର୍ଡ। କଣ ପାଇଁ ଉପବାସ ଘୋଷଣା କଲୁ? ନମ୍ର ହେବା ନିମନ୍ତେ। ଲର୍ଡ, ୟୁ ମେକ୍ ମି ହମ୍ବଲ। ହଁ ପ୍ରଭୁ, ମୋର ଏଇ କ୍ୱାଲିଟି ଅଛି। ପ୍ରଭୁ, ମୁଁ ସକାଳୁ ଉଠି ପ୍ରାର୍ଥନା କରୁଛି। ପ୍ରଭୁ, ମୁଁ ବାଇବଲ ଭୟଙ୍କର ପଢୁଛି। ପ୍ରଭୁ, ମୁଁ ଚର୍ଚ୍ଚର ଗୋଟେ ଆକ୍ଟିଭ ମେମ୍ବର ଅଛି। ପ୍ରଭୁ, ଏଇ ସବୁ ବିଷୟ ମତେ ଗର୍ବି ନ କର। I should be humble. ଅନେକ ପବିତ୍ର ପାପୀ ଅଛନ୍ତି, ପବିତ୍ର ପାପୀ ମାନେ ମୋ ପରି ଆଉ କେହି ନାହିଁ। नो, why ଉପବାସ? କଣ ପାଇଁ ଉପବାସ? ନିଜକୁ ନମ୍ର କରିବା ପାଇଁ। ହଁ, ମୋ ପାଖରେ କୌଶଳ ଅଛି, ସବୁ ଅଛି, but I am humble. ମୁଁ ନମ୍ର ଅଟେ। ଉପବାସ ଓ ପ୍ରାର୍ଥନା ମତେ ନମ୍ର କରିଥାଏ। ଉପବାସ ଓ ପ୍ରାର୍ଥନା ମତେ କଣ କରିଥାଏ? ପ୍ରାର୍ଥନା କରିବା ପାଇଁ ନମ୍ର କରିଥାଏ, ବାଇବଲ ପଢିବା ପାଇଁ ନମ୍ର କରିଥାଏ। ମୋ ପ୍ରିୟ ମାନେ, ଉପବାସ ଓ ପ୍ରାର୍ଥନା କରିବା ଦ୍ୱାରା ମୋର ଫିଜିକାଲ ବଡିକୁ ମୁଁ ଅଳ୍ପ ସମୟ ପାଇଁ ଖାଦ୍ୟ ଠାରୁ ଦୂର କରୁଛି, କିନ୍ତୁ ମୋର ଆନ୍ତରିକ ପୁରୁଷକୁ ମୁଁ ଖାଦ୍ୟ ଖୁଆଉଛି। ମୋର ଆନ୍ତରିକ ପୁରୁଷ ଦିନକୁ ଦିନ ବୃଦ୍ଧି ପାଉଛି। ମୋ ଆନ୍ତରିକ ପୁରୁଷ ଦିନକୁ ଦିନ ଆଉ ଗୁରୁବାକ୍ୟ ଖାଦ୍ୟ ଖାଉଛି, ମ୍ୟାଚୁଆର ଆଡକୁ ଯାଉଛି, ଗୋଟେ ପରିପକ୍ୱ ଆଡକୁ ଯାଉଛି। ମୁଁ କଣ ପାଇଁ ଫାଷ୍ଟିଂ କରୁଛି? ମୁଁ ନମ୍ର ହେବା ପାଇଁ ଫାଷ୍ଟିଂ କରୁଛି। ଲର୍ଡ, ମେକ୍ ମି ହମ୍ବଲ। ମତେ 2025ରେ ନମ୍ର କର ପ୍ରଭୁ। ମୁଁ ନମ୍ରତା ଆଡକୁ ଯିବା ପାଇଁ
ଚାହେଁ। ହାଲେଲୁୟା। ମୋ ପ୍ରିୟମାନେ ମୁଁ କହିବା ପାଇଁ ଚାହୁଁଛି ଆଉ ଗୋଟେ ଆଡିସନାଲ ବାକ୍ୟ ଆପଣମାନେ ଲେଖି ରଖନ୍ତୁ ଯଦି ଟିପୁଛନ୍ତି ଗୀତ ସଂହିତା 35:13 ଆପଣମାନେ ଟିପିକି ରଖନ୍ତୁ। ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ଡାଇରେକ୍ସନ ପ୍ରଭୁ କଣ ଦେବା ପାଇଁ ଚାହୁଁଛନ୍ତି? ଦ୍ୱିତୀୟ ପଏଣ୍ଟ ହଉଛି be grounded in the word of God. ପରମେଶ୍ୱର ବାକ୍ୟରେ ଡେଲି ବଢିଯାଅ, ଡେଲି ବଢିଯାଅ। ହାଲେଲୁୟା। ମୋ ପ୍ରିୟମାନେ ବାକ୍ୟରେ ଜୀବନ ଅଛି। ବାକ୍ୟ ଜୀବନକୁ ପରିବର୍ତ୍ତନ କରିଦିଏ। ସେ ଆପଣ ସକଳ ନାମ ଅପେକ୍ଷା ବାକ୍ୟକୁ ଉନ୍ନତ କରିଅଛନ୍ତି। ତେବେ ବାକ୍ୟ ମାନଙ୍କ ଜୀବନରେ କାର୍ଯ୍ୟକାରୀ ହେଉ, ଏହା ପରମେଶ୍ୱରଙ୍କ ଡାଇରେକ୍ସନ ଅଟେ ଯେ ନବବର୍ଷ 2025ରେ 2025 I have to be involved in the word of God. Hallelujah. ମୁଁ ଈଶ୍ୱରଙ୍କ ବାକ୍ୟରେ ଆହୁରି ବଢିବି, ଆଉ ସତେଜ ହେବି। ବାକ୍ୟରେ ଲେଖା ହେଇଛି ମୋ ପ୍ରିୟମାନେ ଯୋଶୁଆ 1:8ରେ କଣ ବୋଲିକି ଲେଖା ହେଇଛି? ଯୋଶୁଆ 1:8ରେ ଯଦି କିଏ ପାଇଲେ ତାହେଲେ ପଢିବା ପାଇଁ ସାହାଯ୍ୟ କରିବେ। 1:8 ଯୋଶୁଆରେ ଲେଖା ହେଇଛି ଏ ପ୍ରକାର ଭାବରେ, ଏଇ ବ୍ୟବସ୍ଥା ପୁସ୍ତକ ତୁମ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମେ ତହିଁର ଲେଖା ଅନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର। ତାହା କଲେ ତୁମେ ଆପଣ ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ। You will be success if you obey the word of God. ଯଦି ଆମେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବା, ମାନିବା, ତାହେଲେ ନିଶ୍ଚିତ ଭାବରେ କଣ ହେବା? ମୋ ପ୍ରିୟମାନେ ଆମମାନେ ଆଶୀର୍ବାଦ ପାଇବା, ସଫଳ ପ୍ରାପ୍ତ ହେବା। ଯୋହନ ତାର 15:7ରେ ଲେଖାଯାଏ, କଣ ବୋଲିକି ଲେଖାଯାଏ? 15:7ରେ ଲେଖା ହେଇଛି କଣ ବୋଲି? ଯଦି ତୁମେ ମାନେ ମୋ ଠାରେ ରୁହ ଆଉ ମୋର ବାକ୍ୟ ତୁମମାନଙ୍କ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ମୋ ପ୍ରିୟମାନେ ଲେଖା ହେଇଛି in God your blessing is there, in God your healing is there. ପ୍ରଭୁଙ୍କ ଠାରେ ତୁମର ଆଶୀର୍ବାଦ, ପ୍ରଭୁଙ୍କ ଠାରେ ତୁମର ସୁସ୍ଥତା, ପ୍ରଭୁଙ୍କ ଠାରେ ତୁମର ପ୍ରଗତି, ପ୍ରଭୁଙ୍କ ଠାରେ ତୁମର ଉନ୍ନତି, ପ୍ରଭୁଙ୍କ ଠାରେ ସବୁ କିଛି। ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୃତ୍ୟୁବରଣ କରିଅଛି, କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ଖ୍ରୀଷ୍ଟ ଯୀଶୁ ମୋ ଠାରେ ଜୀବିତ ଅଛନ୍ତି। ତ ଡେଲି ଆମମାନେ କଣ କରିବାକୁ ପଡିବ? ଆମମାନେ ପରମେଶ୍ୱରଙ୍କ ବାକ୍ୟରେ ବଢିବାକୁ ପଡିବ। ହାଲେଲୁୟା। ପରମେଶ୍ୱରର ବାକ୍ୟ ଅନେକ କଥା କହିଥାଏ। ପରମେଶ୍ୱରଙ୍କ ବାକ୍ୟ ଆମକୁ ସତେଜ କରିଥାଏ। ପରମେଶ୍ୱରଙ୍କ ବାକ୍ୟ ଆମକୁ ଉନ୍ନତ କରିଥାଏ। ଏଣୁ ଏ 2025ରେ ଆମେ ଈଶ୍ୱରଙ୍କ ବାକ୍ୟରେ ବଢିବା। ଥର୍ଡ ନମ୍ବର ଆଉ ଡାଇରେକ୍ସନ କଣ ଅଟେ? ଥର୍ଡ ନମ୍ବର ଡାଇରେକ୍ସନ ହଉଛି ବହୁତ ଇମ୍ପୋର୍ଟାଣ୍ଟ, ଲିସନ ଟୁ ଦ ହୋଲି ସ୍ପିରିଟ। ପବିତ୍ର ଆତ୍ମାଙ୍କୁ ଆମମାନେ ଶୁଣିବା। ଯୋଉ ପବିତ୍ର ଆତ୍ମା ଅନ୍ତରରେ କଥା କହନ୍ତି, ମୋର ଛୁଆ ଏଇ କାମ କରେ ନା, ମୋ ପୁଅ ଏଇ କାମ କରେ ନା, ଏ ପ୍ରକାର ଭାବନା ଭାବେ ନା। କିନ୍ତୁ ମୋ ପ୍ରିୟମାନେ ଅନେକ ଥର ଆମେ ପବିତ୍ର ଆତ୍ମାଙ୍କର କଥାକୁ ଆଉ ତିରସ୍କାର କରୁଛୁ, ଆଉ ନିଜ ଇଚ୍ଛା ଅନୁସାରେ ଆମେ ଚାଲୁଅଛୁ। ଆମେ ପବିତ୍ର ଆତ୍ମାକୁ ଦୁଃଖ ଦଉଛୁ। ବାଇବେଲ ଲେଖା ହେଇଛି ପବିତ୍ର ଆତ୍ମାକୁ ଦୁଃଖ ଦିଅ ନାହିଁ। ଆମେ ପବିତ୍ର ଆତ୍ମାକୁ ଦୁଃଖ ଦଉଛୁ, ତଥାପି ପରମେଶ୍ୱର ଆମମାନଙ୍କୁ କଥା କହନ୍ତି। ଅନେକ ଥର ସେ କଥା କହିଲେ ଦିସ୍ ଇଜ ରଙ୍ଗ, ଦିସ୍ ଇଜ ରାଇଟ, ଏହା ଭଲ ନୁହେଁ, ଏଇଟା ଭଲ ଅଟେ, ଏଇ ମାର୍ଗକୁ ଯାଅ, ସେଇ ମାର୍ଗକୁ ଯାଅନି। ଅନେକ ଥର ଆମେ ନାକାରି ଦେଇଛୁ। କିନ୍ତୁ ମୋ ପ୍ରିୟମାନେ 2025ରେ ଆମେ କଣ କରିବା? ଆମେ ପବିତ୍ର ଆତ୍ମାଙ୍କର ରବକୁ ଆମେ ଶୁଣିବା। ମୋ ପ୍ରିୟମାନେ, କାରଣ ପବିତ୍ର ଆତ୍ମା ସେ ଆମମାନଙ୍କର ଶିକ୍ଷକ ଅଟନ୍ତି। ଆମେ ପଢିବା ଯୋହନ ତାର 14:25 ଆଉ 26କୁ ଆମେ ଧ୍ୟାନ ଦେବା। 25-26 ଲେଖା ହେଇଛି, ମୁଁ ତୁମମାନଙ୍କ ସଙ୍ଗରେ ଥାଉ ଥାଉ ତୁମମାନଙ୍କୁ ଏଇ ସମସ୍ତ କଥା କହିଲି, କିନ୍ତୁ ସେଇ ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ସମସ୍ତ ବିଷୟ ଶିକ୍ଷା ଦେବେ। ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହୁଅଛି ସେ ସବୁ ତୁମମାନଙ୍କୁ ସ୍ମରଣ କରାଇବେ। Hallelujah. What a beautiful Holy Spirit. What a
Holy Spirit, what a teacher! से कितने सुंदर शिक्षक अटंती से प्रत्येक दिन आम मन को कथा कही थांती एंड वो प्रिय मने आसो आजी आमने मनोनयन करू आमने निष्पत्ति नो जे पवित्र आत्मा तुमे मते छाड़ो नहीं तुमे मते कथा कुओ मु सुनिबा पे प्रस्तुत अछि हालेलुया मो प्रिय मने जेमति सामुएल कहिले कुओ प्रभु आपण को दास सुनु अछि आज आमने कोन कहबा कुओ प्रभु आपण को दासी सुनु अछि आपण को दास सुनु अछि I am ready O Lord my heart is prepared my mind is alert for your direction तुम्हारी कथा पाई मो लायक होते I am ready Lord help me Lord speak to me Lord I am ready to listen praise the Lord hallelujah ମୋ ପ୍ରିୟ ମାନେ ଅନେକ ଥର ଆମେ ଏମିତି ପ୍ରାର୍ଥନା କରୁଛୁ ପ୍ରାର୍ଥନା ଆମର ଏମିତି ହଉଛି ପ୍ରଭୁ ତୁମେ ଦୟା କର ପ୍ରାର୍ଥନା ଯାହା ବି କରିଦେଲୁ କରିକିରି ଆମେ ଫଟାଫଟ ଉଠି ଦଉଛୁ କିନ୍ତୁ ଏଇ ବର୍ଷ ସେମିତି କରିବା ନାହିଁ ପ୍ରାର୍ଥନା ପରେ ଆମେ ଅଳ୍ପ ସମୟ ରହିବା କାରଣ କନଭରସେସନ କଣ ବୋଲି କୁହାଯାଏ ବାର୍ତ୍ତାଳାପ କାହାକୁ କୁହାଯାଏ ଦୁଇଟା ପାର୍ଶ୍ୱରୁ କଥା ଶୁଣାଯାଏ ଖାଲି ଗୋଟେ ଲୋକ କହିଦେବେ ଆଉ ଅପର ପକ୍ଷର ଲୋକକୁ କହିବାକୁ ଦେବେ ନାହିଁ ତାହା କଥାବାର୍ତ୍ତା କୁହାଯାଏ ନାହିଁ ପ୍ରିୟ ମାନେ ଆମର ପ୍ରାର୍ଥନା ପରେ ଅଳ୍ପ ସମୟ नम्रता से अपेक्षा करिबा पवित्र आत्मा को कथा कहिबे हालेलुया ऑलवेज टू पार्ट for you speak and God will speak आपण कहिबे और परमेश्वर आपण को कहिबे तो सेई मोमेंट को छाड़ो नाही प्रार्थना पर अल्प समय आमने जदि रहिबा ताले सिया मन को कथा कहबा पय चाहिबे ओ प्रिय माने अनेक थोर आमने एते बिजी हो जाउछु जे फटाफट उठी गिरी आमने बाहरी पड़छु प्रार्थना रूम रो फटाफट उठी जाउछु प्रभु मोर विलंब हेलानी तुमे दया करो हे मन को स्वर्गस्थ पिता तुम नाम पवित्र मान्य हो बस सरला चलो प्रेयर जॉइन करो why praise the Lord hallelujah से म प्रिय माने पवित्र आत्मांकर स्वर को आमने बारिबा को सिखिबा एवं सुनिबा praise the Lord के जन पढिबे गलातियो 5:16 गलातियो 5:16 गलातियो 5:16 मोहर भाव एही आत्मांक द्वारा आचरण कर ताहाले तुम्हे माने शरीरर अभिलाष पूर्ण करिबो नाही praise the Lord hallelujah मनुष्य तीन भागरे विभक्त मनुष्य तीन भागरे विभक्त कोन आत्मा प्राण शरीर आत्मा प्राण शरीर जाको एब्री भाषा रे न्यूमा सुके सोमा बोली कह जाए न्यूमा सुके सोमा होची बहुत इंपोर्टेंट पार्ट हमको जीवन शरीर एटा गोटे प्रकार माटी अटे गोटे प्रकार मूर्तिका अटे सेत पय बाइबल लिखाई छी जे माटी रो मनुष्य माटी रे मिसी जीव मो प्रिय माने ए शरीर नष्ट होई जीवो प्राण चली जीवो शरीर नष्ट होई जीवो किंतु आत्मा केबे मरिबो नै आ सेई आत्मा को हमने कहू आंतरिक पुरुष हमनकर सेव हेची जिसु को विश्वास करबा द्वारा हमनकर आंतरिक पुरुष जाको आत्मा बोली कुआ जाय जेमती हमें घरे बसी के वर्तमान वाक्य सुनुचो घर होची हमनक पय गोटे सेफ्टी जगह बाहर बहुत ठंडा पड़ुची हम जो झरका रे बसिची बहुत ठंडा हवा आसुची झरका ता हमनकर काठ झरका टिके भांगी जाईची आ ठंडा हवा आसुची हमरे सुरक्षित पाइबा पाए घरे अछु ठीक अछि ठीक से प्रकार भाबरे आत्मार मत गोटे घर अछि से घरर ना होची शरीर praise the Lord प्राण चली जीवो शरीर नष्ट होई जीवो आत्मा दातांग पाकु पळेबो बुझिबा पे चेष्टा करंतु किंतु ए प्राण मझिरे जो प्राण अछि ये जदि शरीर आडु को हबो ताले माने शारीरिक मना हे जीवा ये जदि आत्मा आडु को हबो ताले माने आत्मिक मना हबा शारीरिक अभिलाष मन को अनेक प्रकार दुर्दशा रे पकाई थाए मो प्रिय माने सेते पई बाइबल लिखाई छै मोर भाव एही प्रेरित पौल गलातिया मंडली निकट को कहू अछंती मोर भाव एही आत्मा को द्वारा आचरण करो ताहेले तुमे माने शरीर रो अभिलाष पूर्ण करिबो नाही ए 2025
रे 2025 रे हमरे कोन करियार अछि आत्मा को द्वारा आचरण करिवार अछि आत्मिक भाबरे आचरण करिवार अछि जो माने आत्मिक भाबरे आचरण करिवे परमेश्वर तांकर जीवन रे मिरेकल देखेबे परमेश्वर तांकर जीवन रे आश्चर्य कार्य देखेबे मो प्रिय माने लेखाइ छै बाइबल रे जेरेमिया 33:3 333 33:3 रे कोन बोलिकरी ए लेखाइ छै मो प्रिय माने माने पढि जिबा जेरेमिया हालेलुया जेरेमिया 33:3 what a beautiful word ए लेखाइ छै कोन बोलिकरी तुमे हमरी गडरा प्रार्थना करो तोइरे आम्बे तुमको उत्तर देबा पुरी तुमरो अज्ञात महत और दुष्कर विषय मानो तुमको देखेबा अज्ञात the blessing which you don't know जो आशीर्वाद तुम्हें जानी नो तुम जो आशीर्वाद तुमको माने किछ माने भीतर तुम्हें जानी भी पारि नो से प्रकार सीक्रेट ब्लेसिंग तुम जीवन रे आसीबा को जाउ अछि जदी तुम्हें प्रथम स्थान प्रभु को देबो जदी तुम्हें पवित्र आत्मा कर स्वर को सुनिबो मो प्रमाण मो कहबा पई चाहूची यीशु को नाम रे हालेलुया से अज्ञात विषय the secret place will going to reveal in your life हालेलुया आपन को जीवन रे से गुप्त विषय प्रभु प्रकाश करिवे हालेलुया से सीक्रेट विषय आई डोंट नो मु खाली डाकुची प्रभु को किंतु प्रभु मो पई गोटे सीक्रेट विषय रखि अछंती बाइबल पाठ द्वारा से सीक्रेट को से रिवील करिवे भाववाणी द्वारा से सीक्रेट को रिवील करिवे प्रार्थना द्वारा से सीक्रेट को रिवील करिवे मो प्रिय माने हालेलुया द सीक्रेट ब्लेसिंग इज कमिंग टू यू हालेलुया आई एम रेडी फॉर दैट से सीक्रेट ब्लेसिंग हालेलुया वो प्रमाणे आसुम कहबा पे चाहूची से गुप्त विषय प्रभु जा मो पाई रखि अछंती मोर मंगल पाई रखि अछंती मते आशीर्वाद करिया पे रखि अछंती से विषय आ माने पाई परिबा आसुन मो प्रिय माने point number 4 look for the open door प्रभु मन को निमंते कोन करिवे द्वार उन्मुक्त करिवे आसु माने जगिबा जे प्रभु तमे मो जीवन रे द्वार उन्मुक्त करो हालेलुया यीशु को नाम रे को द्वार उन्मुक्त हेबो आ को द्वार बंद हेबो मो प्रिय माने प्रत्येक अमंगल प्रत्येक रोग प्रत्येक प्रकार अभाव प्रत्येक प्रकार शैतानिक कार्य द्वार बंद हो यीशु का नाम रे एवं आशीर्वाद द्वारा यीशु का नाम रे खोलो आज से कहउछन्ति प्रकाशित 3:20 रे देखो मु द्वार सब करे छिड़ाई आघात करू अछि लिसन टू मी हालेलुया जदि तुमे मोर स्वर सुनुछ ताले द्वार फिटाई दियो जदि तुमे द्वार फिटाइबो मो प्रिय माने तुम पई द्वार फिटी जीवो मु आउत रिपीट करया पई चाहूची जदि तुमे द्वार फिटाइबो ताले तुम पई द्वार फिटी जीवो हालेलुया अनेक द्वार बंद हेबार अछि 25 रे एवं अनेक द्वार उन्मुक्त हेबार अछि यीशु को नाम रे मु प्रोक्लेम करछि मु डिक्लेयर करछि डिक्री करछि आज यीशु को नाम रे प्रत्येक प्रकार अभाव अनाटन आपन को जीवन रे टॉर्चर करथवा द्वार बंद हो यीशु को नाम रे एवं आशीर्वाद रो द्वार शांति रो द्वार आनंद रो द्वार सुस्थता रो द्वार फिटी जाओ हालेलुया सारी खमा सवारी खबरा खबा हालेलुया यीशु को नाम रे रेवलेशन 3 तारो 8 रे लिखा हिची 3 रो 8 प्रकाशित 3 रो 8 हालेलुया हमने देखिबा प्रकाशित 3 रो 8 रे ए प्रकार भाबरे लिखा हिची मो प्रिय माने थैंक यू जीसस से एहा कहंती आमे तुमर कार्य जानो देखो आमे तुम सम्मुखरे गोटे द्वार फिटाई अछु कई ता बंद करी पारे नहीं कारण तुमरो शक्ति सामान्य तथापि तुम्हें हमरो वाक्य पालन करी हमरो नाम अस्वीकार करी ना कम ऑन हालेलुया ए वर्ष मु कहबा पे चाहूची तांकर नाम को तांकर वाक्य को हमें अस्वीकार करिबा नहीं कारण हालेलुया हमरे सामान्य नहु मो प्रिय माने वी आर नॉट द ऑर्डिनरी पर्सन वी आर द extraordinary person hallelujah हमरे असाधारण अटु रिखाबा संचेरे मखला बराबा यीशु का नाम रे से मन कर निमंते द्वार फिटेई सारी चंती आ से द्वार को के बंद कर परिबो नाही मात्र हम आंतरिक जीवन रे हमरे ता देखि पारुनो हम ता पारी पारुनो यीशु का नाम रे
ଜାଣି ପାରୁନାହାନ୍ତି। Glory to God, hallelujah. ଆମମାନଙ୍କର ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାହେଇଛି ମୋ ପ୍ରିୟମାନେ, hallelujah. ମୋ ପ୍ରିୟମାନେ ପଏଣ୍ଟ ନମ୍ବର 5 ମୁଁ କହିବା ପାଇଁ ଚାହୁଁଛି, hallelujah. ମୋ ପ୍ରିୟମାନେ lean into the wise counsel. ଆମମାନେ ଏଇ 2025 ରେ ଆମମାନେ ଫାଲତୁ ଲୋକମାନଙ୍କ ସହିତ ନ ମିଶି ଜ୍ଞାନୀ ଯେ ଆମମାନଙ୍କୁ ସତ୍ ମାର୍ଗକୁ ନେଇ ଯାଆନ୍ତି, ଆମମାନଙ୍କର ଯେତେ ଆତ୍ମିକ ଲୋକମାନଙ୍କ ସହିତ ମିଶିବା, କାହିଁକିନା ସମୟ ଆଉ ନାହିଁ ମୋ ପ୍ରିୟମାନେ, hallelujah. ସେ ଶୀଘ୍ର ଆସୁଅଛନ୍ତି। 2024 ବିତି ଯାଇଛି, 2025 ଆସିଅଛି। ଅନେକ ଲୋକ ଏ ପ୍ରକାର କହନ୍ତି, କାହିଁ ସେ ପ୍ରତିଜ୍ଞା କୁଆଡ଼େ ଗଲେ ଯୀଶୁ? ସେ ବା ଆସୁଥିଲେ, ସେ କାହାନ୍ତି? ମୋ ପ୍ରିୟମାନେ, ଯଦି ତାହାଙ୍କର hallelujah ସେ ଦ୍ୱାର ସମ୍ମୁଖରେ ଛିଡ଼ା ହେଇଅଛନ୍ତି, ଏ 2025 ରେ କିଛି ଗୋଟେ ଘଟିବାକୁ ଯାଉଛି ମୋ ପ୍ରିୟମାନେ। ଅନେକ ବିଷୟ ଯାହାକି ବାକ୍ୟରେ ଲେଖାଯାଇଛି, ଏ ପ୍ରକାର ହେବ, ଆଉ ସବୁ ବିଷୟ ଦେଶ ରାଜ୍ୟ ମାନଙ୍କରେ ଘଟୁଅଛି ମୋ ପ୍ରିୟମାନେ, hallelujah. ପ୍ରତ୍ୟେକ କରପସନ ବଢି ଯାଇଛି। ଦେଶ ବିରୁଦ୍ଧରେ, ଜାତି ବିରୁଦ୍ଧରେ, ରାଜ୍ୟ ବିରୁଦ୍ଧରେ ଉଠୁଅଛନ୍ତି। ପରମାଣୁ ବୋମା ପକେଇବା ପାଇଁ ଚ୍ୟାଲେଞ୍ଜ ଦଉଅଛନ୍ତି। ପରମାଣୁ ବୋମା ଯାକ ସବୁ ରେଡି କରୁଅଛନ୍ତି। ସବୁ ଦେଶ ରେଡି ଅଛନ୍ତି। କିଏ ତ ଆପଣ ଦେଶରେ ପରମାଣୁ ବୋମା ଏ ପ୍ରକାର ରଖିଅଛି ଯେ ଗୋଟେ ସୁଇଚ ମାରିବ ଭାରତ କୋଲାପ୍ସ ହେଇଯିବ, ଗୋଟେ ସୁଇଚ ମାରିବ ଆମେରିକା ଡିଷ୍ଟ୍ରୟ ହେଇଯିବ, ଗୋଟେ ସୁଇଚ ମାରିବ ଆଉ ୟୁକେ ଡିଷ୍ଟ୍ରୟ ହେଇଯିବ। ମୋ ପ୍ରିୟମାନେ, ଏଇ ପ୍ରକାର କ୍ରୋଧ, ଏଇ ପ୍ରକାର ହିଂସା ଆଉ ବଢି ଉଠୁଛି ମୋ ପ୍ରିୟମାନେ। ମୁଁ କହିବା ପାଇଁ ଚାହୁଁଛି, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜି ଆମେ ପ୍ରସ୍ତୁତ ହେଇଯିବା ମୋ ପ୍ରିୟମାନେ। ଉତ୍ତମ କାଉନ୍ସିଲ ଯେ ସୁପରାମର୍ଶ ଦେବ, ଯେ ଦିଗ୍ଦର୍ଶନ ଦେଖେଇବ, ସେ ପ୍ରଭୁଙ୍କର ଦାସ ଦାସୀ ମାନଙ୍କ ସହିତ ଆମମାନେ ଇନଭଲ୍ଭ ହେବା, କାରଣ ଆଉ ସମୟ ନାହିଁ ଯେ ଆମମାନେ ଅନେକଙ୍କର ସହିତ ମିଶୁଥିବା, ଆଉ ସମୟ ନାହିଁ। ଏମିତିଆ ସାଙ୍ଗମାନେ, ଯୋଉ ସାଙ୍ଗମାନେ ଆମମାନଙ୍କୁ ଖରାପ କାଉନ୍ସିଲିଂ କରନ୍ତି, ସେମାନଙ୍କ ସହିତ ଆମେ ମିଶିବା ନାହିଁ। ପଏଣ୍ଟ ନମ୍ବର 6 ରେ ଲେଖାଇଛି, wait patiently but act in faith. ବୁଝିପାରିଲେ? wait patiently, ଧୈର୍ଯ୍ୟ ସହକାରେ ଆମେ ଜଗିବା, ମାତ୍ର ବିଶ୍ୱାସରେ କାର୍ଯ୍ୟ କରିବା। wait patiently but act in faith, hallelujah. ବିଶ୍ୱାସରେ ଆମେ କାର୍ଯ୍ୟ କରିବା ମୋ ପ୍ରିୟମାନେ। ଦ୍ୱିତୀୟ କରିନ୍ଥୀୟ 5:7 ରେ ଲେଖା ହେଇଛି ଯେ କଣ ବୋଲି ଲେଖା ହେଇଛି? ଦ୍ୱିତୀୟ କରିନ୍ଥୀୟ 5:7 ମୁଁ ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଛି। ଦ୍ୱିତୀୟ କରିନ୍ଥୀୟ 5:7 ରେ ଲେଖା ହେଇଛି କଣ ବୋଲିକିରି, କାରଣ ଆମେ ମାନେ ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ ନ କରି ବିଶ୍ୱାସରେ ଜୀବନ ଯାପନ କରୁଅଛୁ, hallelujah. we are acting with a faith, praise the Lord. we walk by faith, we talk faith, hallelujah. ବିଶ୍ୱାସରେ ଆମେ ଅଛୁ ଆଉ ଧୈର୍ଯ୍ୟ ସହକାରେ ଆମେ ଜଗିଛୁ ଯେ ଗୋଟେ ଦିନ ଆଇବ, ପ୍ରଭୁ ମତେ ନିହାତି ଆଶୀର୍ବାଦ କରିବେ, ଆଉ ସେ ଦିନ ଶୀଘ୍ର ଆସୁଅଛି, ଆସି ସାରିଛି। ଏହା ମାନଙ୍କର ଘୋଷଣା ହଉ, ଏହା ମାନଙ୍କର ଆକ୍ଟ ହଉ, ଆମେ ବିଶ୍ୱାସରେ ଆକ୍ଟ କରିବା, କାରଣ ବାକ୍ୟ ଆମକୁ ତାହା କହୁଅଛି, hallelujah. ପଏଣ୍ଟ ନମ୍ବର 7, last but not the least, whatever you do in this 2025, ଯାହା ବି 2025 ରେ ଆପଣମାନେ କରୁଅଛନ୍ତି, ଆପଣମାନେ ହୃଦୟ ସହିତ ପରମେଶ୍ୱର ପାଇଁ କରିଲା ପରି କରନ୍ତୁ, praise the Lord. ଏଇ ଗୁଗଲ ମିଟ୍ ଯୋଉ ମର୍ଣ୍ଣିଂ ରେ ଆମେ ବସୁଛୁ, ଏଇଟା ଆମ ପାଇଁ ପ୍ରେସର ନ ହଉ, ଶ୍ରଦ୍ଧାର ସହିତ ହୃଦୟର ସହିତ କରୁ। ଯୋଉ କାମ ଆମେ କରୁଛୁ, ଯଦି ସାହାଯ୍ୟ କରୁଛୁ ଭଲ ଭାବରେ ସାହାଯ୍ୟ କରୁ, ଯେ ଜଣଙ୍କ ଉପକାର କରୁଛୁ ଭଲ ଭାବରେ କରୁ। ଯଦି ମଣ୍ଡଳୀରେ ଛୋଟ ମୋଟ କାର୍ଯ୍ୟ ବି ଆମକୁ ମିଳୁଛି ଯେ ଯାଇକି ମତେ ଝାଡୁ ବି ମାରିବାର ଅଛି, ତାହେଲେ ଭଲ ଭାବରେ ଆମେ ଝାଡୁ ମାରୁ, ଭଲ ଭାବରେ ଚେୟାରକୁ ପୋଛି ଦଉ, hallelujah. ଆମେ ଯାହା ବି କରୁ ହୃଦୟର ସହିତ କରୁ, praise the Lord, hallelujah. କାରଣ ବାଇବେଲ ଲେଖା ହେଇଛି କଲୋସ୍ୟ 3 ତାର 23 ଆଉ 24, କେହି ଜଣ ପଢିବାରେ ସାହାଯ୍ୟ କରିବେ। କଲୋସ୍ୟ 3 ତାର 23 ଆଉ 24। ତୁମେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ। ପ୍ରଭୁଙ୍କ ଠାରୁ ଉତ୍ତରାଧିକାରୀ ସ୍ୱରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ କର। Praise the Lord, hallelujah. ଲେଖାଯାଇଛି ତୁମେମାନେ ଯାହା କିଛି କର ପ୍ରଭୁଙ୍କର ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି ନାହିଁ। ପ୍ରଭୁଙ୍କ ଠାରୁ ଉତ୍ତରାଧିକାର ରୂପ ପୁରସ୍କାର ଯେ ପାଇବ, ଏହା ତ ତୁମେମାନେ ଜାଣ।
सातटी पॉइंट आपन सम्मुख उपस्थापन करियछि प्रभात समय रे बाय द स्पिरिट ऑफ गॉड परमेश्वर चावना अनुसार आ मो ए वाक्य आपन को निमंते प्रिपेयर कली प्रभु चौंतो बसी मो प्रभु मो बासर विश्वास करूछि जे यीशु नाम रे ए सातटी पॉइंट आपन जीवन रे कार्यकारी हेबो प्रथम विषय स्टार्ट योर ईयर विथ प्रेयर एंड फास्टिंग आओ द्वितीय विषय होछि यीशु का वाक्य रे माने प्रत्येक दिन बढ़िबा तृतीय विषय होछि आ पवित्र आत्मांकर स्वर सुनिबा आ चतुर्थ विषय आओ हम माने द्वार को हमने अपेक्षा करिबा द्वार को हमने देखिबा बंद करिबा द्वार आ खोलुतिबा द्वार को हमने देखिबा आ से द्वार आशीर्वाद हमने पाइबा तापरे लेखाई छी आ उत्तम काउंसलर मान सहित मिसबा जे सुपरामर्श करंती तापरे हमने विश्वास रे आ धैर्य सहित अपेक्षा करिबा एवं विश्वास रे कार्य करिबा आ सेवेंथ रे अछि हमने जहा भी करिबा अंतर सहित ईश्वर को निमंते कला परि ताहा करिबा आसंदु बप्रे माने चक्षु बंद करिबा थैंक यू जीसस लॉर्ड वी प्रेज यू रोहो सिया माना खाबा किया माखा सीखा मानी अंदो रेहे खाबा सखा बायन छनामा हालेलुया यीशु का नाम रे प्रभु चेते जानो प्रभु हमर समस्त प्रभु 59 अदर्स पिता परमेश्वर ऑलमोस्ट 60 डिवाइस हमने अछु प्रभु यीशु का नाम रे वो प्रार्थना करूछी आज रे वाक्य समस्त जीवन रे कार्यकारी हो समस्त निमंते प्रभु तुम्हारी सीक्रेट ब्लेसिंग रिवील ले जा प्रभु यीशु का नाम रे प्रत्येक प्रभु अदरकारी द्वार सब बंद हो जोड़ा कि हमारे जीवन रे प्रत्येक प्रकार बाधा विघ्न होछि एवं प्रभु आशीर्वाद द्वारा फिरी जाओ यीशु का नाम रे प्रभु यीशु का नाम रे प्रभु हमरे जेपरि अधिक नम्र हेबो आ प्रभु अधिक जेपरि प्रभु नम्रता रे बढ़िबो सेति पय प्रभु ए वर्ष आ प्रभु उपवास एवं प्रार्थना रे वर्ष होबरी वो प्रार्थना करूछि प्रभु किंगडम बिल्ड करिया पाए प्रभु तुम को प्रस्तुत करो आ प्रभु तू राज्य रो आ प्रभु सो कार्यकारी हेबा पाए तबे सहायता करो यीशु का नाम रे प्रत्येक परिवार को वो ब्लेस करूछि यीशु का नाम रे प्रत्येक व्यक्ति विशेष को मो ब्लेस करूछि यीशु का नाम रे रेहे को मोसे दियाथामा के नाही स्तो हो तेमा प्रभु यीशु का नाम रे प्रत्येक असुस्थता शरीर सुस्थता प्राप्त हे शारीरिक भाव रे एवं आत्मिक भाव रे यीशु का नाम रे हमने मांगुछु आमेन आमेन थैंक यू वेरी मच प्रभु समस्त आशीर्वाद करंतु आओ ए सुंदर समय पे मो प्रभु को धन्यवाद दोछि आओ टीम को धन्यवाद दोछि आओ वीरेंद्र आज्ञा को अमनकर राहुल आज्ञा को उनी अमनकर मधुस्मिता भौणी को धन्यवाद दोछि टीम को धन्यवाद थैंक यू सो मच प्रेज लॉर्ड आमेन आमेन।